ଠାକୁର ଯୋଉ ଧାରା ଦେଲେ, ଧାରାର ନିୟମ କଣ? गुरुदेवाय नमः। ओम नमो भगवते यदुनंदनाय सुकान्तितनय केशवचन्द्राय नमो नमः। ओम नमो भगवते चरमनाथाय नमो नमः। परम पूज्य परम कारुणिक मोर जीवन देवता श्री श्री गुरुस्वामीଙ୍କର ଶ୍ରୀଚରଣ କମଳରେ ଅଧମ ସିଞ୍ଚନର ଶତକୋଟି ଭୂମିଷ୍ଠ ପ୍ରଣାମ। ଉପସ୍ଥିତ ସମସ୍ତ ଗୁରୁଭ୍ରାତା ଗୁରୁଭଗ୍ନୀ ଗୁରୁସ୍ୱାମୀ ପ୍ରଣାମ। ଆପଣ ପଚାରିଲେ ଯେ ଅନେକ ଗୁରୁ ସମ୍ପ୍ରଦାୟ ଆସିଛନ୍ତି, ସେମାନେ ସମସ୍ତେ ଧାରା ଦେଇଛନ୍ତି, ଦୀକ୍ଷା ଦେଇଛନ୍ତି, ନାମ ବି ଦେଇଛନ୍ତି, କିନ୍ତୁ ଠାକୁର ଯେତେବେଳେ ଆସିଲେ ସେ ଆମମାନଙ୍କୁ ଧାରା ଦେଇଛନ୍ତି। ଆଉ କୌଣସି ଧାରାର ଶବ୍ଦ ଆଉ କୌଣସି ସମ୍ପ୍ରଦାୟ ଭିତରେ ରଖାଯାଇନି। ଯେଉଁ ଧାରା ଦେଲେ ସେ ଧାରା ଭିତରେ ଗୋଟେ କ'ଣ ସ୍ୱତନ୍ତ୍ର ଅଛି କି, ଏଇ ପ୍ରଶ୍ନଟା ହେଉଛି ଆପଣଙ୍କର। ଯଦି ଶବ୍ଦ ଦୁଇ ପ୍ରକାର ହେଲା ତାହେଲେ ତାର ସ୍ୱତନ୍ତ୍ରତା ନିହାତି ଥିବ, ନିହାତି। ସେ ସ୍ୱତନ୍ତ୍ରତା କ'ଣ? ଆମେ ବର୍ତ୍ତମାନ ଯେଉଁ ଭାଇ ଭଉଣୀମାନେ ସବୁ ଧାରା ନେଇଛନ୍ତି ବା ଆମେ ବି ନେଇଛୁ, ସେ ଧାରାଟି କ'ଣ? ଆମେ ସମସ୍ତେ ଭାବୁଛେ ଯେ ଧାରା ହେଉଛି କ'ଣ, ଆମକୁ ଯେଉଁ ଠାକୁର ସନ୍ଦେଶ ପତ୍ରଟି ଦେଇଛନ୍ତି ଧ୍ୟାନ କରିବା ପାଇଁ, ପ୍ରାର୍ଥନା କରିବା ପାଇଁ, ପ୍ରଣାମ କରିବା ପାଇଁ, ଅର୍ଘ୍ୟ ଫଳ, ଇଷ୍ଟାର୍ଘ୍ୟ, ଖାଦ୍ୟ ମନ୍ତ୍ର, ସ୍ନାନ ମନ୍ତ୍ର, ରୋଷେଇ କରିବା ମନ୍ତ୍ର, ଏଇସବୁ ମନ୍ତ୍ର ସବୁ ବିଧାନ ଆମକୁ ଦେଇଛନ୍ତି। ଆମେମାନେ ଏହି ଜିନିଷକୁ ଆମେମାନେ ଭାବୁଛେ ଯେ ଧାରା। ଏହା ନାଇଁ ଏହା ଭାବୁଛନ୍ତି ନା ଆମକୁ ଠାକୁର ଏଇ ଧାରାଟି ଦେଇଛନ୍ତି। ଆମେ ସକାଳୁ ଉଠିବା, ସ୍ନାନ କରିବା, ଠାକୁର ପୂଜା କରିବା, ତାପରେ ପ୍ରାର୍ଥନା କରିବା, ଗୁରୁ ବନ୍ଦନା କରିବା, ପ୍ରାର୍ଥନା କରିବା, ଧ୍ୟାନ କରିବା, ପ୍ରଣାମ କରିବା, ଇଷ୍ଟାର୍ଘ୍ୟ ଦେବା, ଆଉ ଯେଉଁ ମନ୍ତ୍ର, ସ୍ନାନ ମନ୍ତ୍ର, ଖାଦ୍ୟ ମନ୍ତ୍ର, ବସ୍ତ୍ର ମନ୍ତ୍ର ଏସବୁ ଦେଇଛନ୍ତି। ଆମେ ଏଇଆକୁ ଧାରା ବୋଲି ଭାବୁଛୁ। ଆମ ଭାବନା ଭିତରେ ଏଇ ହେଉଛି ଧାରା। କିନ୍ତୁ ଯଦି ଆମେ ଏହାକୁ ଧାରା ବୋଲି ଭାବିବା ତାହେଲେ କୁହନ୍ତୁ, ଅନ୍ୟ ଯେଉଁ ସମ୍ପ୍ରଦାୟ ମାନଙ୍କର ଯେଉଁ ଦୀକ୍ଷା ଦିଆଯାଇଛି ବା ନାମ ଦିଆଯାଇଛି, ସେମାନେ କ'ଣ କରୁଛନ୍ତି? ସେମାନେ କ'ଣ କରୁଛନ୍ତି? ସେମାନେ କ'ଣ ଗୋଟେ ଆମ ଠାରୁ ଗୋଟେ ଅଲଗା କିଛି କରୁଛନ୍ତି? ସେମାନେ ବି ତାଙ୍କ ଗୁରୁଙ୍କର ପୂଜା କରୁଛନ୍ତି, ସେମାନେ ବି ତାଙ୍କ ଗୁରୁଙ୍କ ଠାରୁ ମନ୍ତ୍ର ଆଣିକିରି ତାଙ୍କୁ ଧ୍ୟାନ କରୁଛନ୍ତି, ସେମାନେ ବି ତାଙ୍କ ଗୁରୁଙ୍କର ପ୍ରାର୍ଥନା କରୁଛନ୍ତି, ଗୁରୁ ବନ୍ଦନା କରୁଛନ୍ତି। ତାଙ୍କର ପାଖରେ ସେମାନେ ସେ ଗୁରୁମାନେ ବି ତାଙ୍କୁ ଇଷ୍ଟାର୍ଘ୍ୟ ଦେବା ପାଇଁ କହିଛନ୍ତି, ଖାଦ୍ୟ ମନ୍ତ୍ର ବି, ସମର୍ପଣ ମନ୍ତ୍ର ବି ଦେଇଛନ୍ତି। ତାହେଲେ ଆମେ ତ ଯାହା କରୁଛୁ ସେ ତ ସେଇଆ କରୁଛନ୍ତି। ତାହେଲେ ଆମେ କେମିତି ଆମର ଧାରାକୁ ଆମେ ସ୍ୱତନ୍ତ୍ର କେମିତି କହିପାରିବା? ଆମକୁ ସନ୍ଦେଶ ପତ୍ର ଯେଉଁ ଦେଇଛନ୍ତି, ଯେଉଁ ଲେଖିକି ଦେଇଛନ୍ତି, ସେ ସନ୍ଦେଶ ପତ୍ରର ତ ନିୟମ, ଗୋଟେ ନିୟମ ଦେଇଛନ୍ତି ତା ଦେହରେ। ଆଚ୍ଛା, ସେ ଯେଉଁ ସମ୍ପ୍ରଦାୟ ଦୀକ୍ଷିତ ଯିଏ ହେଇଛି, ସେମିତି ତାଙ୍କ ଗୁରୁମାନେ ସେମିତି ତାଙ୍କୁ ଗୋଟେ ନିୟମ ଦେଇଛନ୍ତି ନା ନାହିଁ? ତେଣୁକରି ଆମକୁ ସେମିତି ସନ୍ଦେଶ ପତ୍ର ଗୋଟେ ନିୟମ ଦିଆହେଇଛି। ତେଣୁକରି ସେ ଯେଉଁ ଧାରା ଆଉ ଦୀକ୍ଷା ମଧ୍ୟରେ ଯେଉଁ ପ୍ରଭେଦ ଗୋଟା କ'ଣ ଅଛି ନିଶ୍ଚିନ୍ତ ଭାବରେ, ତାହେଲେ ସେ ପ୍ରଭେଦଟି କ'ଣ? ଏଇ ଜିନିଷଟା ହେଉଛି ଆପଣଙ୍କର ପ୍ରଶ୍ନ। ଆମେ ଯେଉଁ ଧାରା ନେଇଛେ ସେ ଧାରା ହେଉଛି ସ୍ୱତନ୍ତ୍ର, ଆଉ ଦୀକ୍ଷା ହେଉଛି ସ୍ୱତନ୍ତ୍ର। ଦୀକ୍ଷାର ଅର୍ଥ ହେଉଛି କ'ଣ ନା ଦକ୍ଷତା ଅର୍ଜନ କରିବା, ଯେ କି ଧର୍ମ ପଥରେ ଯିବା ପାଇଁ
ଆମ ଭିତରେ ଯୋଉ ଦକ୍ଷତା ଅର୍ଜନ ହୁଏ ଦରକାର, ଯୋଉ ଦକ୍ଷତା ଦରକାର, ସେ ଦକ୍ଷତାକୁ ଅର୍ଜନ କରିବା ପାଇଁ ଆମେ ଯଦି ଦୀକ୍ଷା ନବା, ସେ ଆମ ଭିତରେ ସେ ଦକ୍ଷତା ଅର୍ଜନ ହବ। ଆଉ ଧାରା ହଉଛି କ'ଣ ନା, ସେ ଦକ୍ଷତା ହେଲା ପରେ ଆମେ ସେଇ ବାଟରେ ଯିବା ପାଇଁ, ସେ ଧର୍ମ ପଥରେ ଯିବା ପାଇଁ ଗୋଟେ ନିୟମରେ ଯିବାର ବାଟଟା ହଉଛି ଧାରା। ଆଉ ଦକ୍ଷତା ଅର୍ଜନ କରିବା ହଉଛି ଦୀକ୍ଷା। ଆଉ ଦୀକ୍ଷାରେ କ'ଣ ହୁଏ ନା, ଦୀକ୍ଷାରେ ହଉଛି କ'ଣ ନା ପରମକୁ ଜାଣିବା, ପରମ ପୁରୁଷଙ୍କୁ ଜାଣିବା ହଉଛି ଦୀକ୍ଷା। ଆଉ ପରମ ସହିତ ମିଶିଯିବା ହଉଛି ଧାରା। ପରମଙ୍କ ସହିତ ମିଶିଯିବାକୁ ଧାରା କୁହାଯାଏ। ଆଉ ପରମକୁ ଜାଣିବାକୁ ଧାରା କୁହାଯାଏ। ଏହାର ସେ ପାର୍ଥକ୍ୟ ଅଛି। ଏ ପାର୍ଥକ୍ୟଟାକୁ ଆମେ ଜାଣିବା କେମିତି, ଦେଖେଇବା କେମିତି? ଆମେ ବର୍ତ୍ତମାନ ଟିକେ ପୁରାଣ ଆଡ଼କୁ ଗତି କରିବା। ଠାକୁରଙ୍କୁ ତ ଆମେ ସମସ୍ତେ ଜାଣିନାହାନ୍ତି, ତେଣୁକରି ପ୍ରଥମେ ପୁରାଣ ପୃଷ୍ଠାକୁ ଆମେ ପୁରାଣରୁ କିଛି କହିବା, କଥା ଆଣିବା, ତାପରେ ଆମେ ଠାକୁରଙ୍କ ଆଲୋଚନା, ଠାକୁର କ'ଣ ଧାରା ବିଷୟରେ ଆମକୁ, ଠାକୁର କ'ଣ ଦର୍ଶନ ଦେଇଛନ୍ତି ଧାରାର ଦର୍ଶନ। ଆମେ ପ୍ରଥମେ ରାମାୟଣ ତ୍ରେତୟା ଯୁଗକୁ ଯାଆନ୍ତୁ। ସେଠି ବି ଧାରା ଥିଲା, ତ୍ରେତୟା ଯୁଗରେ ବି ଧାରା ଥିଲା, ଦ୍ୱାପର ଯୁଗରେ ବି ଧାରା ଥିଲା, ଏବେ ବି ଧାରା ଅଛି। ପ୍ରତ୍ୟେକ ଯୁଗରେ ଧାରା ଅଛି, ବୁଝିପାରିଲେ କି? ପ୍ରତ୍ୟେକ ଯୁଗରେ ଧାରା ଅଛି, କିନ୍ତୁ ଆମ ପାଖରେ ପହଞ୍ଚିନି ସେ ଜିନିଷ। ସେ କ'ଣ? ଯେଉଁମାନେ ଧାରାକୁ ଗ୍ରହଣ କରିଛନ୍ତି ସେମାନେ ପରମଙ୍କ ସହିତ ମିଶି ଯାଇଛନ୍ତି। ସେ ପରମଙ୍କ ସହିତ ମିଶି ଯାଇଛନ୍ତି, ମିଶି ସାରିଛନ୍ତି। ଏଇଟା ହଉଛି ଧାରା। ରାମଙ୍କ ସହିତ ସବୁ କିଏ ମିଶିଥିଲେ? ରାମଙ୍କ ସହିତ କିଛି ମିଶିଛନ୍ତି ନା ନାହିଁ? ସେମାନେ ସେ ଧାରାରେ ଥିଲେ। ସେମାନେ ଧାରାରେ ରହିକିରି ହନୁମାନ ରାମଙ୍କ ସହିତ ମିଶି ଯାଇଛନ୍ତି ନା ନାହିଁ? ନା ଅଲଗା ଅଲଗା ହେଇକି ଅଛନ୍ତି? ନା ଖାଲି ଦକ୍ଷତା ଅର୍ଜନ କରି ରହିଛନ୍ତି? ଦକ୍ଷତା ତାଙ୍କର ଥିଲା, ସେ ପରମଙ୍କ ସହିତ ମିଶି ପାରିଲେ। ଆମର ମନ୍ଥରା, ସେ କୈକେୟୀ, ସେମାନେ ସବୁ ଯେତେ ସବୁ ଭକ୍ତ ଅଛନ୍ତି ସେମାନେ ତାଙ୍କ ସହିତ ମିଶିଛନ୍ତି ନା ନାହିଁ? ପୁରାଣକୁ ମିଶିଛନ୍ତି, ସେମାନେ ସେ ଧାରାରେ ଥିଲେ, ବୁଝିପାରିଲେ କି? ଆଉ କୃଷ୍ଣ ଦ୍ୱାପର ଯୁଗ କୃଷ୍ଣଙ୍କ ସହିତ ରାଧା ମିଶି ଯାଇଛନ୍ତି ନା ଅଲଗା ହେଇକି ଅଛନ୍ତି? ନା ଖାଲି ଦକ୍ଷତା ଅର୍ଜନ କରୁଛନ୍ତି? କୃଷ୍ଣଙ୍କ ସହିତ ରାଧା ମିଶିଛନ୍ତି, କୃଷ୍ଣଙ୍କ ସହିତ ଅର୍ଜୁନ ମିଶିଛନ୍ତି ନା ନାହିଁ? ପରମଙ୍କ ସହିତ ଜୀବ ମିଶି ଯାଇଛନ୍ତି ନା ନାହିଁ? ତାହେଲେ ସେମାନେ ରାଧା ବି ଧାରାରେ ଥିଲେ, ଅର୍ଜୁନ ବି ଧାରାରେ ଥିଲେ। ଅନେକ ତ ଭକ୍ତ ଅଛନ୍ତି, ଆମେ ଖାଲି ଗୋଟେ ଗୋଟେ ଉଦାହରଣ ଆମେ ଦେବା, ସବୁ କ'ଣ ଦେଖେଇ ହବ? ତେଣୁକରି ସେ ତ୍ରେତୟା ଯୁଗରେ କ'ଣ ଧାରା ଥିଲା, କେମିତି ଧାରା ଥିଲା ନା, ଯେତେବେଳେ ରାମ ଆସିଥିଲେ, ସେ ରାମ ଶବ୍ଦକୁ ଗୋଟେ ବିପରୀତ ଶବ୍ଦ, ରାମକୁ ଯଦି ବିପରୀତ ଶବ୍ଦ କରିବା ତାହେଲେ ତାର ଶବ୍ଦଟା ହବ କ'ଣ ନା ମରା। ମରା ଶବ୍ଦଟା ଉଚ୍ଚାରଣ ହବ। ତେଣୁକରି ମ ଆଉ ର, ଏ ଦୁଇଟା ଶବ୍ଦର ଅର୍ଥ ହେଉଛି କ'ଣ ନା, ମ ଶବ୍ଦଟି ହେଉଛି ଜୀବତତ୍ଵ, ଜୀବ ବ୍ରହ୍ମ। ର ଶବ୍ଦଟି ହେଉଛି ପରମ ତତ୍ଵ, ପରମ ବ୍ରହ୍ମ। ଆମେ ଶରୀରକୁ ଦେଖିଲେ କ'ଣ ମିଳିବ? ଜୀବ ବ୍ରହ୍ମ, ପରମ ବ୍ରହ୍ମ। ଏ ଶରୀର ଭିତରେ ଅଛନ୍ତି ନା ନାହିଁ? ଅଛନ୍ତି। ଆଚ୍ଛା, ସେ ମିଶିକିରି ଅଛନ୍ତି ନା ଅଲଗା ଅଲଗା ହେଇକି? ମିଶିକି ଅଛନ୍ତି। ଆମେ ତାଙ୍କୁ ମିଶିକି ନାହାନ୍ତି, ତାକୁ ମିଶେଇବାକୁ ପଡ଼େ। ସେଇଟା ହେଉଛି ଧର୍ମ, ସେଇଟା ହେଉଛି ଧାରା। ଦି ଜଣଙ୍କୁ ମିଶେଇବାକୁ ପଡ଼େ। ଜୀବ ପରମକୁ, ତମେ ତ ଜୀବ ବ୍ରହ୍ମ ତମେ। ଆଚ୍ଛା କୁହନ୍ତୁ, ତମେ ପରମକୁ ଜାଣିଲଣି କି ନାହିଁ? ତମ ଭିତରେ ଅନୁଭବ କରୁଛ କି? ତାହେଲେ ତମ ମିଶିକିରି କେମିତି ଅଛନ୍ତି କହୁଛନ୍ତି? ଜୀବ ପରମକୁ ମିଳେଇବାର, ଉଭୟଙ୍କୁ ମିଳନ କରିବାର ତତ୍ଵଟି ହେଉଛି ଧାରା, ବୁଝିପାରିଲେ କି? ମୁଁ ପ୍ରଥମେ କହିଛି ଧାରାର ଅର୍ଥ ହେଉଛି ଜୀବ ସହିତ ପରମର ମିଳନ, ମିଶିଯିବା। ତେଣୁକରି
ଆମେ ତାଙ୍କୁ ମିଶେଇବା ତାହେଲେ ସେଠି ସେ କେମିତି ମିଶେଇଥିଲେ ନା ସେ ଧାରାରେ ରହିକିରି ମିଶେଇଥିଲେ। ଖାଲି ସେମାନଙ୍କର ଦକ୍ଷତା ଥିଲା ନୁହଁ, ଦକ୍ଷ ଅର୍ଜନ ହେଲା ପରେ ସେମାନେ ପରମ ସହିତ ମିଶିଛନ୍ତି, ସେମାନେ ଧାରାକୁ ଗ୍ରହଣ କରିଛନ୍ତି। କେମିତି? ଆମେ ପ୍ରଥମେ ତ୍ରେତୟା ଯୁଗକୁ ଯିବା, ରାମଙ୍କ କଥା କହିବା। ଆଚ୍ଛା, ଯଦି ର ଶବ୍ଦ ହେଲା ପରମ ବ୍ରହ୍ମ, ମ ଶବ୍ଦ ହେଲା ଜୀବ ବ୍ରହ୍ମ, ଏଠି ତାକୁ ଓଲଟାଇ ଦେଲେ ମରା ଶବ୍ଦ ହଉଛି ପ୍ରଥମରେ ରହିଲେ ମ, ଦ୍ୱିତୀୟ ତାପର ଶବ୍ଦଟି ହଉଛି ର। ତେଣୁକରି ଜୀବ ବ୍ରହ୍ମକୁ ଆଗରେ ରଖାଗଲା, ପରମଙ୍କୁ ପଛରେ ରଖିଲେ। ହେଲା ଶବ୍ଦ ହେଲା କଣ? ମରା। ଯୋଉ ଶବ୍ଦ କି ଆମର ଦଶୁ ରତ୍ନାକରଙ୍କୁ ଆମର ନାରଦ ଗୁରୁ ରୂପରେ ମନ୍ତ୍ର ଦେଇଥିଲେ, ସେଇ ମନ୍ତ୍ରଟି ସେଇ ବିପରୀତ ଶବ୍ଦଟି ଦିଆହେଇଥିଲା। କଣ, କାହିଁକି ତାଙ୍କୁ ବିପରୀତ ଶବ୍ଦ ଦିଆହେଇଥିଲା? ନା ସେଇ ଯୋଉ ପୁରୁଷଟି ସିଏ କଣ ନା ଜୀବ ବ୍ରହ୍ମଙ୍କୁ, ଜୀବକୁ ଆଗରେ ରଖିଥିଲେ, ଜୀବ ଭାବକୁ ସେ ଆଗରେ ରଖିଥିଲେ, ପରମଙ୍କୁ ପଛରେ ରଖିଥିଲେ। ତେଣୁକରି ସିଏ ର ଶବ୍ଦକୁ ଉଚ୍ଚାରଣ ନ କରି ମ ଶବ୍ଦକୁ ଉଚ୍ଚାରଣ କରିଦେଲେ। ମୁଁ ହଉଛି ପ୍ରତିଷ୍ଠିତ, ମୁଁ ନିଜକୁ ସେ ପ୍ରତିଷ୍ଠା କରି, ପ୍ରତ୍ୟେକ ଜୀବକୁ ଦେଖ, ପ୍ରତ୍ୟେକ ଜୀବକୁ କହିବା ଠିକ ନୁହଁ, ଅନେକ ଜୀବକୁ ଦେଖ, ସେମାନେ ନିଜକୁ ପ୍ରତିଷ୍ଠିତ କରିଥାନ୍ତି। ମୁଁ ସବୁ କରୁଛି, ମୁଁ ନ କଲେ କିଛି ହବନି, ମୋ ଦ୍ୱାରା ସବୁ ହବ। ଏଇଟା ହଉଛି କଣ ନା ଜୀବର କଣ? କର୍ତ୍ତାପଣ। ଇଏ ହଉଛି ଜୀବର କର୍ତ୍ତାପଣ। ମୁଁ ସବୁ କଲା ବାଲା, ମୁଁ ନ କରିଥିଲେ କଣ ହେଇଥାନ୍ତା? ନାଇଁ, ସେଟା ହଉଛି ଜୀବର ଏକମାତ୍ର ନିଜସ୍ୱ ହଉଛି ତାର କର୍ତ୍ତାପଣ, ଆଉ ନିଜସ୍ୱ ତା ଭିତରେ କିଛି ନାହିଁ। ଜୀବର ଆମେ କହିବା ଭାବ, ଜୀବର ନିଜସ୍ୱ ହଉଛି ଭାବ, ଭାବକୁ ଆମେ ଠାକୁରଙ୍କୁ ଦବା, ଅର୍ପଣ କରିବା, ସେଟା ହଉଛି ନିଜସ୍ୱ। ଶାସ୍ତ୍ରରେ କୁହାଯାଇଛି ଭାବ ବି ଆମର ଭାବଗ୍ରାହୀ ସିଏ, ସିଏ ଆମକୁ ଭାବ ଦେଇଛନ୍ତି, ଆମେ ସେଇ ଭାବକୁ ତାଙ୍କୁ ଦଉଛେ। ଭାବ ଆମ ଭିତରେ କୋଉଠି ଆସିବ? ସବୁ ତାଙ୍କର। କେବଳ ଗୋଟେ ଜିନିଷ କର୍ତ୍ତାପଣ, ସେ ନିଜକୁ ଗୋଟେ କର୍ତ୍ତା ବୋଲି ବିବେଚନା କରେ। ମୁଁ ହଉଛି ପ୍ରତିଷ୍ଠିତ, ମୁଁ କାର ଯୋଉ ଭାବଟା ସେ ହେଉଛି ମୋ ଭାବ, ମକାର ଅହଙ୍କାର ଭାବ, ସେ ନିଜକୁ ପ୍ରତିଷ୍ଠା କରିଥାଏ, ନିଜର ମାନେ ନିଜସ୍ୱ ଭାବଟା। ତେଣୁକରି ଏଠି ସେଇ ଯୋଉ ଜୀବଟି କିଏ ଆମର ରତ୍ନାକର, ଦଶୁ ରତ୍ନାକର, ସିଏ ସେଇ ନିଜକୁ ମକାର ଭାବରେ ରଖିଥିଲେ, ନିଜକୁ ସେ ପ୍ରତିଷ୍ଠା କରିଥିଲେ। ତେଣୁକରି ସେ ଜୀବ ଭାବକୁ ଆଗରେ ରଖିଲେ, ପରମକୁ ପଛରେ ରଖିଲେ। କହିପାରିଲେ ଏଇଠି କଣ ହଉଛି? ଆମେ ଆଉ ଟିକେ ଆପଣ ଆଡୁ କହୁଛି, ପ୍ରଥମେ କୁହନ୍ତୁ ଆମେ ପରମକୁ ଜାଣିଲା ପରେ ଯେ ଆମ ଭିତରେ ଜୀବ ଆଉ ପରମ ଅଛନ୍ତି, ଆମେ ଜାଣିଲା ପରେ ଆମେ ଜୀବ ଭାବକୁ ଆଗରେ ରଖୁଛେ ନା ପରମ ଭାବକୁ ଆଗରେ ରଖୁଛେ? ଚିନ୍ତା କରନ୍ତୁ। ଆମେ ଠାକୁର ଯୋଉ ଆମକୁ ଧାରା ଦେଇଛନ୍ତି, ଯୋଉ ନିୟମ ଦେଇଛନ୍ତି, ଯୋଉ ବିଧାନ ଆମକୁ ଦେଇଛନ୍ତି, ଯୋଉ ଶିକ୍ଷା, ଯୋଉ ଆଜ୍ଞା, ଯୋଉ ଆଦେଶ ଦିଆହେଇଛି, ଆମେ ଗୁରୁଙ୍କର ଆଦେଶ ଆଜ୍ଞାକୁ ଆଗେ ପାଳନ କରୁଛେ ନା ଆମ ଭାବକୁ ଆମେ ଆଗ ପାଳନ କରୁଛେ? ଏଭଳି ଆମ ଗୁରୁ ଭାଇ ମାନଙ୍କ ଭିତରେ ବି ଅଛନ୍ତି ଯେ କି ଆଗ ମୋ କାମଟାକୁ ସବୁ ସାରିବି, ସୁନ୍ଦର ଭାବରେ ସବୁ କାମକୁ ମୋର ଫୁଲଫିଲ କରିବି, ତାପରେ ଯେତିକି ସମୟ ମିଳିଲା, ଯଦି ପଚରା ଯାଏ ଭାଇ କାହିଁ ଆସିଲେନି, ନା କଣ କରିବି, ବହୁତ କାମ ଥିଲା, ଏଗୁରା ସବୁ କାମ ସବୁ ସାରି ସୁରିକି ଆସିବାକୁ ପଡିଲା, ତୋ କାମ ଗୁରା ସବୁ ତୁ ସାରିଦେଲୁ, ଠାକୁରଙ୍କ କାମ ଯେତିକି ସମୟ ମିଳିଲା ମୁଁ ଆସିଲି ଆଉ କଲି, ଆଉ ଯେତିକି ହେଲା ଆଉ। ଏଇଟା କଣ ହେଲା? ଜୀବକୁ ସେ ଆଗରେ ରଖିଲା, ପରମକୁ ପଛରେ ରଖିଲା। ଠାକୁର କାମ ହବ, ମୋ କାମଟା ସାରି ସାରିଲେ ଯିବି, ଆଉ ମୋର ଏତେ କାମ ଅଛି, ତାକୁ କେମିତି ଛାଡିକିରି ଯାଇ ହବ? ତେଣୁକରି ଜୀବ ସେ ତାକୁ ଆଗରେ ରଖିଲା। ଜୀବକୁ ଯେତେବେଳେ ଆଗରେ ରଖିଲା, ମ ରହିଲା ଆଗରେ, ମ ଯେତେବେଳେ ଆଗରେ ରହୁଛି, ର ଯେତେବେଳେ ପଛରେ ରହିଲେ, ତା ମଝିରେ ପଶି ଯାଉଛି କଣ ନା ଥ ରୂପକ ଭାବ ତା ଭିତରେ ପଶିଗଲା, ହେଇଗଲା କଣ ନା ମନ୍ଥରା। ମନ୍ଥରା ଯେତେବେଳେ ପଶିଗଲା ତା ଭିତରେ,
ଜୀବ ଆଉ ପରମକୁ ବିଚ୍ଛେଦ କରେଇଦେଲା। ଜୀବ ପରମର ବିଚ୍ଛେଦ ହେଇଛି ନା ନାଇଁ? ରାମଚନ୍ଦ୍ର ରାତି ପାଇଲେ ରାଜା ହବା କଥା, ତା ଭିତରେ କିଏ ପଶିକି ତାକୁ ବିଚ୍ଛେଦ କରେଇଦେଲା? ମନ୍ଥରା ପଶିଗଲା। ତେଣୁକରି ଯଦି ମକୁ ଆମେ ଜୀବକୁ ଆଗରେ ରଖିବା ତାହେଲେ ର ଯଦି ପଛରେ ରହିଲେ ତା ଭିତରେ ମନ୍ଥରା ଭାବ ପଶିଗଲା। ମନ୍ଥରାର ଭାବଟା ହଉଛି କଣ ନା ଯେ ଯୋଉ ଭାବ ମନକୁ ଥରାଏ ତାର ନାମ ହଉଛି ମନ୍ଥରା। ଆଚ୍ଛା, ସେଇ ମନ୍ଥରା ପଶିକି ମନକୁ ଥରେଇ ଦେଲା ନା ନାଇଁ? ଜୀବ ପରମକୁ ଅଲଗା କରିଦେଲା ନା ନାଇଁ? କରିଦେଲା ତ। ଆଚ୍ଛା, ଏଠି କଣ କରାଯାଇଥାନ୍ତା ନା ଏଠି ଯଦି ରକୁ ଆଗରେ ରଖାଯାଇଥାନ୍ତା, ମକୁ ପଛରେ ରଖାଯାଇଥାନ୍ତା, ପରମ ବ୍ରହ୍ମକୁ ଆମେ ଗୁରୁଙ୍କୁ ଆଗରେ ରଖିବା, ପଛରେ ଆମେ ଆମ ଭାବକୁ ରଖିବା, ତାହେଲେ ସେଠି ଆଉ ମନ୍ଥରା ରାମଙ୍କୁ ଟପିକିରି ମନ୍ଥରା ତା ଭିତରେ ପଶି ପାରିନଥାନ୍ତା। ଆମେ ଯଦି ଗୁରୁଦ୍ୱାରରେ ବସିଥିବା, ଗୁରୁଙ୍କର ଆଦେଶ ଆଜ୍ଞାକୁ ପାଳନ କରୁଥିବା, ଆମ ଭିତରେ କାଳ ପଶି ପାରିବ କି? ପଶିପାରିବ କି? ଯଦି ଆମେ ଆଗରେ ରହିଥିବା, ଗୁରୁଙ୍କୁ ପଛରେ ରଖିଥିବା, ଆମେ ବିଷୟ ଜଗତ ଭିତରେ ରହିଥିବା, ତାହେଲେ ଆମ ଭିତରେ କାଳଟା ପଶିଯିବ ନା ନାଇଁ? ପଶିବନି। କଣ ବୁଝିପାରିଲେ? କବାଟ ଦିଆହଉଛି ପବନ ପଶୁନି, କବାଟ ନ ଖୋଲିଲେ ପବନ ପଶିଲା ଆଉ କଣ ବୁଝିପାରିଲେ? ତେଣୁକରି ପ୍ରଥମେ ଆମେ ଗୁରୁ ଭାବକୁ ଆଗରେ ରଖିବା, ପରମକୁ ଆଗରେ ରଖିବା, ତାପରେ ଜୀବ ଭାବକୁ ଆମ ଭାବନାକୁ, ଆମ ଚିନ୍ତାଧାରା, ଆମ କର୍ମକୁ ଆମେ ପଛରେ ରଖିବା। ତାହେଲେ କଣ ହବ ନା ସେଠି ମନ୍ଥରା ପଶି ପାରିବନି। ଆଚ୍ଛା, ଗୁରୁଙ୍କୁ ଯେତେବେଳେ ଆଗରେ ଆମେ ରଖିଲେ ମନ୍ଥରା ତା ଭିତରେ ପଶି ପାରିବନି। ତେଣୁକରି ଆମ ମନକୁ କେହି ଥରେଇ ପାରିବେନି। ମନ ଯେତେବେଳେ ନ ଥରିଲା, ଗୁରୁଙ୍କର କାର୍ଯ୍ୟ, ଗୁରୁଙ୍କର ଆଦେଶ, ଗୁରୁଙ୍କର ଉପଦେଶକୁ ଆମେ ପାଳନ କରି ଚାଲିବା। ଗୁରୁଙ୍କର ଉପଦେଶ ଆଦେଶକୁ ଯେତେବେଳେ ପାଳନ କରି ଚାଲିବା, ତାହେଲେ ଆମେ ଗୁରୁଙ୍କ ସହିତ ମିଶିଯିବା ନା ନାଇଁ? ମିଶିଯିବାଟା ସହଜ ହବ। ଆଚ୍ଛା, ଏଇ ଭାବରେ ଯୋଉମାନେ ଥିଲେ ସେ ଯୁଗକୁ ଲକ୍ଷ୍ୟ କରନ୍ତୁ, ସେ ଯୁଗର ଯୋଉ ଭକ୍ତମାନେ, ଯୋଉମାନେ ସେମାନେ ଗୁରୁଙ୍କ ସହିତ ମିଶି ଯାଇଛନ୍ତି, ସେମାନଙ୍କୁ ଲକ୍ଷ୍ୟ କର, ସେମାନେ ସେଇ ରାମକୁ ଆଗରେ ରଖିଥିଲେ ନା ସେ ତାଙ୍କ ଭାବକୁ, ନିଜ ଭାବକୁ ଆଗରେ ରଖିଥିଲେ? ଯେତେ ଭକ୍ତଙ୍କୁ ଦେଖନ୍ତୁ, ସମସ୍ତେ ତ ଜାଣିଛନ୍ତି ନା, ପୁରାଣରେ ପଢିଛନ୍ତି, ଯୋଉମାନେ ରାମଙ୍କ ସହିତ ମିଶିଛନ୍ତି ସେ ରାମ ଭାବଙ୍କୁ, ରାମଙ୍କୁ ସେ ଆଗରେ ରଖିଥିଲେ, ପରମକୁ ସିଏ ରହିଥିଲେ ପଛରେ। ତାଙ୍କ ଆଦେଶ ଆଜ୍ଞାକୁ ସିଏ ଆଗ ପାଳନ କରୁଥିଲେ, ସେ ନିଜକୁ କେବେ ଚିନ୍ତା କରୁନଥିଲେ। ଏ ହଉଛି ସେ ଯୁଗର ଧାରା। ଦ୍ୱାପର ଯୁଗରେ ସେମିତି ନାଇଁ। ଆଉ ଗୋଟେ ଧାରାର ଗୋଟେ କଥା କହୁଛି, ଧାରାର ଆଉ ଗୋଟେ ନିୟମ ହଉଛି କଣ ଯେ କି ବ୍ରହ୍ମ ରହିଲେ ଆଗରେ, ଜୀବ ରହିବ ପଛରେ, ରହିବ ଗୁରୁଙ୍କ ପଛରେ ଶିଷ୍ୟ ଧାଇଁବ। ଅନ୍ୟ ଯୁଗ ମାନଙ୍କରେ ଗୁରୁଙ୍କ ପଛରେ ଶିଷ୍ୟ ଧାଉଁଥିଲା। ଗୁରୁ ଯାହା ଉପଦେଶ ଦଉଥିଲେ ଶିଷ୍ୟ ତାହା ପାଳନ କରି ଚାଲିଥିଲେ। ଅନ୍ୟ ଯୁଗ ମାନଙ୍କରେ ଦେଖନ୍ତୁ, ପ୍ରତ୍ୟେକ ଯୁଗକୁ ଦେଖନ୍ତୁ, ଗୁରୁଙ୍କ ପଛରେ ଶିଷ୍ୟ ଧାଉଁଥିଲା। କୃଷ୍ଣଙ୍କ ପଛରେ ରାଧା ଧାଇଁଥିଲେ। କୃଷ୍ଣଙ୍କ ପଛରେ ଅର୍ଜୁନ ଧାଇଁଥିଲା। ମହାଭାରତ ଯୁଦ୍ଧରେ ଆମର ଯୋଉ ନନ୍ଦିଘୋଷ ରଥର ସାରଥୀ କିଏ ଥିଲେ? କୃଷ୍ଣ ଥିଲେ। କୃଷ୍ଣ ଥିଲେ ନନ୍ଦିଘୋଷର ସାରଥୀ। ଆଗରେ ଥିଲେ ନା ପଛରେ ଥିଲେ? ଆଗରେ ଥିଲେ ନା ନାଇଁ? ଆଚ୍ଛା, ସେ ଆଗରେ ରହିକିରି ଯାହା ଉପଦେଶ ଦଉଥିଲେ, ଯୋଉ ଜ୍ଞାନ ଦଉଥିଲେ, ଯୋଉ ମାର୍ଗ ସେ ଦେଖଉଥିଲେ, ଅର୍ଜୁନ ସେଇ ମାର୍ଗ ଦେଇକି ଗତି କରୁଥିଲେ ନା ସେ ତାଙ୍କ ନିଜସ୍ୱ ଭାବରେ ସେ ଗତି କରୁଥିଲେ? କୃଷ୍ଣଙ୍କ ନିର୍ଦ୍ଦେଶ ପରିଚାଳନା କରୁଥିଲେ। ନିର୍ଦ୍ଦେଶ ଯାହା ସେ ନିର୍ଦ୍ଦେଶ ଦଉଥିଲେ ସେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। କୌଣସି ଗୋଟିଏ ନିୟମକୁ ସେ ବାଦ ଦେଇନାହାନ୍ତି। ଆଚ୍ଛା, ଯେତେବେଳେ ତାଙ୍କ ନିୟମକୁ ମାନି ଚାଲିଥିଲେ, ସେ ଗୁରୁଙ୍କର ପଛରେ ଧାଇଁଥିଲେ ନା ଆଗରେ ଧାଇଁଥିଲେ? ପଛରେ। ଗୁରୁଙ୍କୁ ସେ ଆଗରେ ରଖିଥିଲେ, ପରମକୁ ଆଗରେ ରଖିଥିଲେ, ଜୀବ ରହିଲେ ପଛରେ। ଜୀବ ଅର୍ଜୁନର ଅର୍ଥ ହଉଛି କଣ? ଅର୍ଜୁନ ତାଙ୍କ ନାଁ କାହିଁକି ହେଲା ନା ଜୀବ। ଅର୍ଜୁନ ହଉଛି ଜୀବ। ସିଏ ଯାହା ଅର୍ଜନ କରନ୍ତି ତାକୁ ଅର୍ଜୁନ କୁହାଯାଏ। ପରମଙ୍କ ଭାବକୁ ଜୀବ ଯେତେବେଳେ ଅର୍ଜନ କରେ ସେ ହେଇଯାଏ ଅର୍ଜୁନ। ପରମଙ୍କ ଭାବକୁ ଅର୍ଜୁନ
ଯୋଉ ପରମଙ୍କ ଜ୍ଞାନକୁ ଅର୍ଜୁନ ଯିବ ସେ ଅର୍ଜନ କଲେ, ତେଣୁକରି ତାଙ୍କର ନାଁ ହେଇଗଲା ଅର୍ଜୁନ। ତେଣୁକରି ଅର୍ଜନ କରିବାର କ୍ଷମତା ହଉଛି ଅର୍ଜୁନ ତାଙ୍କ ଭିତରେ ଥିଲା। ଆଚ୍ଛା, ଯେତେବେଳେ ଗୁରୁ ଯାହା ନିର୍ଦ୍ଦେଶ ଦଉଥିଲେ ଜୀବ ତାହା ପାଳନ କରି ଚାଲିଥିଲା। ଆଚ୍ଛା, ଏଇଠି ଟିକେ ତା ଭିତରକୁ ଟିକେ ଆଉ ଟିକେ ଯାଉଛି କଣ ନା, ଗୁରୁଙ୍କର ନିର୍ଦ୍ଦେଶ ଯାହା ଜୀବ ଭିତରେ ସେ ଭାବନା ନଥାଏ। ଗୁରୁ ଯୋଉ ଭାବ ଦେଖାନ୍ତି ଜୀବ ଭିତରେ ସେ ଭାବ ନଥାଏ। ଜୀବ ତାର ସ୍ୱତନ୍ତ୍ର ଭାବରେ ରହିଥାଏ। କେମିତି ନା, ଭଗବାନ ଯେତେବେଳେ କୃଷ୍ଣ ଅର୍ଜୁନକୁ ଜ୍ଞାନ ଦଉଥାନ୍ତି, ଯୋଉ ମାର୍ଗ ଦେଖାଉଥାନ୍ତି, ଅର୍ଜୁନ ଭିତରେ ଟିକେ ଯୁକ୍ତି ଆସିଥାଏ ଯେ ପ୍ରଭୁ ଏଇଟା କାହିଁ ଏମିତି ହବ, ଏଇଟା ତ ଏମିତି ହବା କଥା ନୁହଁ। ଏସବୁ ଯୁକ୍ତି ଆସେ। କାହିଁକି ସେମିତି ଯୁକ୍ତି କରନ୍ତି ନା, ତାଙ୍କ ଭିତରେ ସେ ପର୍ଯ୍ୟନ୍ତ ଅର୍ଜନ କରିବାର କ୍ଷମତା ତାଙ୍କ ଭିତରେ ଆସିନଥାଏ। ତେଣୁକରି ସେ ଭଗବାନଙ୍କ କଥାକୁ ମାନିବାକୁ ରାଜି ହୁଅନ୍ତିନି, ଯୁକ୍ତି କରନ୍ତି ଯେ ଏଇଟା କାହିଁକି ଏମିତି ହବ, ଏଇଟା ତ ଏମିତି ନୁହଁ, ଏଇଟା ଏମିତି କଲେ ଭୁଲ ହବ, ଯେ ମୁଁ କାହାକୁ ମାରିବିନି। ଭଗବାନ କହୁଛନ୍ତି ତୁ ତାଙ୍କୁ ମାରିବୁ, ତୁ ଯୁଦ୍ଧ ଅସ୍ତ୍ର ଧରିକି ଯୁଦ୍ଧ କରିବୁ। ସେ ରାଜି ନୁହନ୍ତି, ଯେଟା ଧର୍ମର ନିୟମ ନୁହଁ। ଏଇଟା ତ ଅନ୍ୟକୁ ମାରିବା କି ମୋ ଭାଇ ବନ୍ଧୁ କୁଟୁମ୍ବକୁ ମାରିକିରି ମୁଁ ରାଜା ହବା, ଏଇଟା ଗୋଟେ ଧର୍ମର ନିୟମ ନୁହେଁ। ତେଣୁକରି ସେ ଏସବୁ ଯୁକ୍ତି କଲେ। ସେ କେତେବେଳେ ମାନିଲେ ନା, ତାଙ୍କ ଭିତରେ ଯେତେବେଳେ ଅର୍ଜନ କରିବାର କ୍ଷମତା ହେଲା, ଯେତେବେଳେ ଗୁରୁ ଜ୍ଞାନକୁ ଯେତେବେଳେ ସେ ଅର୍ଜନ କଲେ, ସେ ଅର୍ଜନ କରିବାର କ୍ଷମତା ଜୀବ ଭିତରେ ଅଛି, କିନ୍ତୁ ସେ ତାକୁ ଧାରଣ କରିନଥାଏ। ଯେତେବେଳେ ଗୁରୁ ଜ୍ଞାନ ସେ ଶ୍ରବଣ କଲେ, ସେ ଅର୍ଜନ କରିବାର କ୍ଷମତା ହଉଛି କଣ ନା, ପ୍ରଣବ ତତ୍ତ୍ୱ ଆମ ଭିତରେ ଅଛି ଶରୀର ଭିତରେ। ସେ ପ୍ରଣବ ତତ୍ତ୍ୱର କାମ ହେଲା କଣ ନା, ଗୁରୁ ଜ୍ଞାନକୁ ପରମଙ୍କର ଜ୍ଞାନକୁ ସେ ଅର୍ଜନ କରେ। ସେ ପ୍ରଣବ ତତ୍ତ୍ୱ ସେ ପ୍ରତ୍ୟେକ ଜୀବ ଭିତରେ ଅଛି। କିନ୍ତୁ ଯଦି ପ୍ରଣବ ତତ୍ତ୍ୱକୁ ଆମେ ଜାଗ୍ରତ ନ କରିବା, ତାହେଲେ ଗୁରୁ ଜ୍ଞାନକୁ ଗ୍ରହଣ କରିବାର କ୍ଷମତା ଆଉ କାହାର ଶରୀର ଭିତରେ ଆଉ କାହାର ନାହିଁ। କେବଳ ପରମ ତତ୍ତ୍ୱର ଅଛି ପରମ ତତ୍ତ୍ୱକୁ ଗ୍ରହଣ କରିବା ପାଇଁ। ସେ ପରମ ତତ୍ତ୍ୱକୁ ଜାଗ୍ରତ କରିବା ପାଇଁ ଗୁରୁ ତାଙ୍କୁ ଉପଦେଶ ଜ୍ଞାନ ତାଙ୍କ ମାର୍ଗ ସବୁ ଦେଖେଇଲେ। ସେ ଯେତେବେଳେ ଗୁରୁ ଜ୍ଞାନକୁ ଶ୍ରବଣ କଲା ବା ଗ୍ରହଣ କଲା, ସେତେବେଳେ ତାଙ୍କର ପ୍ରଣବ ତତ୍ତ୍ୱଟି ଯେତେବେଳେ ଜାଗ୍ରତ ହେଇଛି, ସେତେବେଳେ ସେ ଗୁରୁ ଜ୍ଞାନକୁ ମାନିଛନ୍ତି ବା ଗୁରୁ ଜ୍ଞାନରେ ଗୁରୁଙ୍କର ନିର୍ଦ୍ଦେଶରେ ସେ ଚାଲିଛନ୍ତି। ଯେତେବେଳେ ଗୁରୁ ଜ୍ଞାନ କେମିତି ସ୍ୱତନ୍ତ୍ର ନା, ଅର୍ଜୁନ ଯାହା ଚାହୁଁଥିଲା ତା ଗୁରୁ ଜ୍ଞାନ ସେଇଟା ନୁହଁ, ସେଇଟା ହେଲା କି ନାଇଁ, ସେଟା ତାର ନିଜ ସ୍ୱଭାବ। ଯୁଧିଷ୍ଠିର ଜୀବନ ସାରା ପଣ କରିଥିଲେ ମୁଁ କେବେ ମିଛ କହିବି ନାହିଁ। ମିଛ ନ କହିବାର ପଣ କରିଥିଲେ, ସତ କହିବା ପାଇଁ ସେ ପ୍ରତିଜ୍ଞା ଥିଲେ ଯେ ମୁଁ ଜୀବନ ସାରା କେବଳ ସତ କହିବି, ମିଛ କହିବି ନାହିଁ। ଆଚ୍ଛା, ଗୁରୁ ଜ୍ଞାନ ତାଙ୍କୁ ମିଛ କହିବା ପାଇଁ ବାଧ୍ୟ କରିଛି ନା ନାଇଁ? କରିଛି। ଗୁରୁ ବାଧ୍ୟ କରିଛନ୍ତି ନା ତୁ ମିଛ କହିବୁ? ଗୁରୁ ବାଧ୍ୟ କଲେ ନା ନାଇଁ ଛଳନା କରିବୁ? ଗୁରୁ କହିଛନ୍ତି ନା, ସିଏ କଣ ଛଳନା କରିବାକୁ ତା ଇଚ୍ଛା ଥିଲା କି ଛଳନା କରିକି ଯୁଦ୍ଧ କରିବୁ? କିନ୍ତୁ ଗୁରୁ କହିଲେ ତୁ ସେଠି ଛଳନା କରିବାକୁ ପଡିବ। ବୁଝିପାରିଲେ? ଦ୍ରୌପଦୀ ଯେତେବେଳେ ଜାଣିଲେ ଯେ ଅଭିମନ୍ୟୁ ମରିବ, ସିଏ ଆଉ ତା ପୁଅକୁ ପଠେଇଥାନ୍ତା କି ଯୁଦ୍ଧକୁ? ଜାଣିଲା, ପୁଣି ଯୁଦ୍ଧକୁ ପଠେଇଲା କେମିତି ନା, ଗୁରୁଙ୍କର ନିର୍ଦ୍ଦେଶ ଥିଲା। ସେ ଜାଣିଥିଲା ଯେ ଅର୍ଜୁନ ମରିବ, ଅଭିମନ୍ୟୁ ମରିବ। ସେ ଜାଣିଥିଲା, ଜାଣିଲା ପରେ ପଠେଇବାକୁ ବାଧ୍ୟ ହେଲେ। ନିଜ ପୁଅକୁ ଯୁଦ୍ଧ କ୍ଷେତ୍ରରେ ମରିବା ପାଇଁ କୋଉ ମା ପଠେଇବ? ପଠେଇବେ କି? କିନ୍ତୁ ଗୁରୁ ଆଜ୍ଞା ଥିଲା, ତାଙ୍କୁ ସେ ମାନିଲେ। ଗୁରୁ ଆଜ୍ଞାକୁ ମାନିଲେ, ପୁଅକୁ ଯୁଦ୍ଧକୁ ପଠେଇଲେ, ପୁଅକୁ ମରେଇଲେ। ତାପରେ କଣ ଲାଭ ହେଲା ନା କ୍ଷତି ହେଲା? ତାଙ୍କର ଲାଭ ହେଲା। ଇଏ ହଉଛି କଣ ନା ଧାରା, ଗୋଟେ ଧାରାର ଗୋଟେ ସୋପାନ। ଆହୁରି ଅଛି ଧାରା ବିଷୟରେ ତ ଠାକୁର ବହୁତ କଥା କହିଛନ୍ତି, ତତ୍ତ୍ୱ ସେଟା ଶରୀର ତତ୍ତ୍ୱ ଭିତରେ କହିଛନ୍ତି, ମୁଁ ସେଟା ଆଲୋଚନା କରିପାରିବିନି।
ଜାଣିଛି ଯଦିଓ ଟିକେ ଟିକେ କିନ୍ତୁ ତାକୁ ଟିକେ କହିପାରିବିନି, ସେ ଦେଖେଇ ପାରିବିନି। କିନ୍ତୁ ଆମେ ଯୋଉ ପୁଅ ମତରେ ଯୋଉ ଧାରା ଆମେ ସେଇଟାକୁ ଆମେ ଆଲୋଚନା କରିବା। ଆଚ୍ଛା, ଏଇଭଳି ଧାରା ଯୁଗାନୁବାଦରେ ଗଡ଼ି ଆସିଛି। ବର୍ତ୍ତମାନେ ଆମେ ଏ ଯୁଗରେ କଳି ଯୁଗରେ ଆମେ ପହଞ୍ଚିଲେ ଅନ୍ତିମ ପ୍ରହରରେ। ଠାକୁର ଆମକୁ ଯୋଉ ଧାରାଟି ଦେଲେ, ଏ ଧାରା ହଉଛି ସ୍ୱତନ୍ତ୍ର। ଆଜ୍ଞା, ମୁଁ ଯୋଉ ବିଷୟଟି ଆଲୋଚନା କଲି, ଆଦେହରେ ବହୁତ କୌଣସି କାହାକୁ ତ୍ରୁଟିପୂର୍ଣ୍ଣ ଲାଗୁଥିବ କି କୌଣସି ଜିନିଷକୁ ସେ ଭାଇ ଭଉଣୀ ମାନେ ବୁଝି ପାରୁନଥିବେ, ଯୋଉଟା ଅବୁଝା ରହିଯାଉଥିବ, ଏଇଟା କଣ ଏମିତି କହିଲେ ଭାଇ, ଏଇଟା ତ କେମିତି ବୁଝି ହଉନି, କାହିଁ ଏଇଟା କାହିଁ ଠିକ ଲାଗୁନି, ଏଭଳି ବି ମତ ଆସିବ ଯେ ସମସ୍ତଙ୍କୁ ସବୁ କଥା ଠିକ ଲାଗେନି କି ସମସ୍ତେ ସବୁ କଥା ବୁଝିପାରନ୍ତିନି। ଏଇ ଜିନିଷ ମୁଁ ଗୋଟେ ଭାଇ ଭଉଣୀ ମାନଙ୍କୁ ଗୋଟେ ଅନୁରୋଧ କରୁଛି ଯେ ଯୋଉଠି ତ୍ରୁଟି ରହୁଛି କି ଆପଣ ଯୋଉଟାକୁ ବୁଝିପାରୁନାହାନ୍ତି କି ମୋ ଦ୍ୱାରା ମୋ କଥାବାର୍ତ୍ତାରେ କୌଣସି କହିବାରେ କୌଣସି ତ୍ରୁଟି କୌଣସି ତ୍ରୁଟିପୂର୍ଣ୍ଣ ଶବ୍ଦଟି ବାହାରି ଯାଉଥିବ, ସେଟା ଟିକେ ଦୟାକରି ଆପଣମାନେ କମେଣ୍ଟ ମାଧ୍ୟମରେ ଟିକେ ଜଣେଇଲେ ଟିକେ ଭଲ ହବ। ଆଉ ଯଦି ଆଧ୍ୟାତ୍ମିକ ବିଷୟରେ ବା ଗୁରୁ ଧର୍ମ ବିଷୟରେ ଯଦି କିଛି ଆପଣଙ୍କର ପ୍ରଶ୍ନ ଥାଏ କିଛି ଜାଣିବା ପାଇଁ, ତାକୁ ବି କମେଣ୍ଟ ମାଧ୍ୟମରେ କହିଲେ ଆମେ ଚେଷ୍ଟା କରିବା ଆପଣଙ୍କର ସନ୍ଦେହ ମୋଚନ କରିବା ପାଇଁ। ଆଉ ଏହା ପ୍ରତି ଟିକେ ଦୃଷ୍ଟି ଦେବେ ଆଜ୍ଞା। ଆଉ